ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆଶା କରୁଛି ଆପଣମାନେ ଭଲରେ ଥିବେ। ତ ବର୍ତ୍ତମାନ ଟାଇମ୍ ହେଇଛି 3:30। ମୁଁ ଆଉ ମୋ ଭଉଣୀ ଆସିଥିଲେ ଛାତ ଉପରକୁ। ଘର ଭିତରେ ବହୁତ ଥଣ୍ଡା ଲାଗୁଥିଲା, ତେଣୁ ଆମେ ଛାତ ଉପରେ ଖରା ଶିଖିବା ପାଇଁ ଆସିଥିଲୁ। ଇଏ ହେଲା ମୋ ଭଉଣୀ। ଏଠି ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ଗଛ ଆମେ ଛାତରେ ଲଗେଇଛୁ। ଗୋଟେ ମିନି ଗାର୍ଡେନ୍ ଟାଇପ୍ରେ କରିଛୁ। ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ଗେଣ୍ଡୁ ଗଛ ରହିଛି। 2 ପ୍ରକାର ଗେଣ୍ଡୁ ଗଛ ରହିଛି, ମଲ୍ଲି ଗଛ ମଧ୍ୟ ରହିଛି। ଏଟା ଦେଖିପାରୁଥିବେ ଗୋଲାପ ଗଛ ମଧ୍ୟ ରହିଛି, ବହୁତ ସୁନ୍ଦର ଲାଗୁଛି। ଏଠାରେ ଆମେ କିଛି ମଞ୍ଜି ପୋତିଛୁ। ଏହା ହେଲା ଅପରାଜିତା ଫୁଲ ଗଛ। ଏହା ପଛପଟେ ତୁଳସୀ ଗଛ ଏବଂ ଅନ୍ୟ ଗଛ ସବୁ ରହିଛି, ବହୁତ ସୁନ୍ଦର ଲାଗୁଛି। ଦେଖିପାରୁଥିବେ ଏଠାରେ ମୁଁ କିଛି ମଞ୍ଜି ପୋତିଛୁ। ଧନିଆ ମଞ୍ଜି, ଶାଗ ଗଛ ମଞ୍ଜି ପୋତିଛୁ। ବଡ଼ ହେଲେ ମୁଁ ଆପଣମାନଙ୍କୁ ନିଶ୍ଚିତ ଦେଖେଇବି। ଏଠାରେ ମୋ ଭଉଣୀ ଡ୍ରାଗନ୍ ଫ୍ରୁଟ୍ ମଞ୍ଜି ପୋତିଛି। ଆସିଥିଲି ଗଛ ଦେଖିବା ପାଇଁ। ମୁଁ ଦେଖିଲି ଗେଣ୍ଡୁ ଫୁଲ 2 ପ୍ରକାର ଅଛି, ଆଉ ଆମର ଗୋଲାପ ଫୁଲ ଆଉ ମଲ୍ଲି ଫୁଲ, ଡ୍ରାଗନ୍ ଫ୍ରୁଟ୍ ଗଛ ଏବେ ଲଗା ହେଇଛି ନୂଆ ନୂଆ, ଆଉ ଆମର ଶାଗ ଧନିଆ ଲଗା ହେଇଛି, ଆଉ ସୂର୍ଯ୍ୟମୁଖୀ ଫୁଲର ଛୋଟ ଛୋଟ ଫୁଲ ଅଛି, ସେଟା ମୁଁ ଜାଣିନି, ଆପଣମାନେ କମେଣ୍ଟରେ କହିବେ। ଏଠାରେ ଦେଖିପାରୁଥିବେ କଦଳୀ ଗଛ ମଧ୍ୟ ହେଇଛି, ସେଥିରେ କଦଳୀ କାନ୍ଧି ମଧ୍ୟ ହେଇଛି। ତ ଏଠାରେ ଆପଣମାନେ ଦେଖିପାରୁଥିବେ ମୋ ଭଉଣୀ ତାର ରନିଂ କରିଛି। ଲୋକମାନେ ମର୍ଣ୍ଣିଂରେ ମର୍ଣ୍ଣିଂ ୱାକ୍ କରନ୍ତି ବା ଦୌଡ଼ନ୍ତି, ହେଲେ ସେ ତାର ଆଫ୍ଟରନୁନ୍ରେ ଦୌଡ଼ିବ। ଏଠାରେ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ଫୁଲ ମଧ୍ୟ ହେଇଛି। ଏହି ଫୁଲ ଗଛ ଗୁଡ଼ିକ ସବୁ ତଳେ ହେଇଛି। ଛାତରେ ଆପଣ ଦେଖିଥିଲେ, ଏବଂ ତଳେ ମଧ୍ୟ ହେଇଛି ହ୍ୱାଇଟ୍ ରୋଜ୍, ପିଙ୍କ ରୋଜ୍ ଏବଂ ଗେଣ୍ଡୁ ଗଛ ମଧ୍ୟ ଅଛି, ବହୁତ ସୁନ୍ଦର ଲାଗୁଛି। ଏଠାରେ ମୋ ଭଉଣୀ ତାର ଫୁଲ ଗଛ ସହିତ ଖେଳୁଛି। ବାଇଗଣ ଗଛ ଅଛି, ସେଥିରେ ଫୁଲ ମଧ୍ୟ ଆସିଲାଣି। ଏଠାରେ ମୋ ଭଉଣୀକୁ ଗୋଟେ ତା ଡ୍ରେସ୍ ସହିତ ମ୍ୟାଚିଂ ଫୁଲ ମିଳିଯାଇଛି, ତାକୁ ଦେଖି ସେ ବହୁତ ଖୁସି ମଧ୍ୟ ହେଉଛି। ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ଫୁଲ ହେଇଛି। ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲିବେନି ଏବଂ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିବେ। ରହିଲି, ରାଧେ ରାଧେ।